जय जगन्नाथ। आपण मानंकु मोर हृदय भरा नमस्कार। आसंतु शुणिबा श्रीमद् भगवद गीतार तृतीय अध्याय श्लोक 12 और 13 सविशेष व्याख्याटी शुणिबा सहित से महाप्रभु उद्देश्य जय जगन्नाथ और जय श्रीकृष्ण कमेंट बॉक्स रे लिखि दियंतु। ओम श्री परमात्मने नमः। भगवान कहउछंती इष्टान भोगान हि बोह देवाः दास्यन्त यज्ञ भावितः तैर्द्यतान प्रदायेभ्य यो भुक्तेस्तेन एव सः। यार अर्थ यज्ञ द्वारा पुष्ट होई देवगण मध्य तुम्भमानंकु कर्तव्य पालनर आवश्यक सामग्री देउथिबे। ସେହି ଦେବଗଣଙ୍କ ଠାରୁ ମିଳୁଥିବା ସାମଗ୍ରୀକୁ ଅନ୍ୟମାନଙ୍କ ସେବାରେ ନ ଲଗାଇ ଯେଉଁ ମନୁଷ୍ୟ ନିଜେ ଉପଭୋଗ କରେ ସେ ଅବଶ୍ୟ ଚୋର। ଭୋଗ ଇଚ୍ଛା ଥାଇ କେବେ ପରମ କଲ୍ୟାଣ ହୋଇ ନପାରେ। ଏହାର ଅର୍ଥ ସେହି ଦେବଗଣ ତୁମ୍ଭମାନଙ୍କୁ ଯଜ୍ଞ ଅର୍ଥାତ୍ କର୍ତ୍ତବ୍ୟ କର୍ମ କରିବା ନିମିତ୍ତ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବେ। ଦେବଗଣ ତ ନିଜ ଅଧିକାର ମନେକରି ମନୁଷ୍ୟଙ୍କୁ ଆବଶ୍ୟକ ସାମଗ୍ରୀ ପ୍ରଦାନ କରୁଛନ୍ତି। କେବଳ ମନୁଷ୍ୟ ହିଁ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଆବଶ୍ୟକ। ଏଠାରେ ଭୁକ୍ତେ ପଦର ତାତ୍ପର୍ଯ୍ୟ କେବଳ ଭୋଜନ କରିବା ନୁହେଁ, ବରଂ ଶରୀର ନିର୍ବାହର ସମସ୍ତ ଆବଶ୍ୟକ ସାମଗ୍ରୀକୁ ନିଜ ସୁଖ ପାଇଁ ଉପଯୋଗ କରିବା ଏହି ପଦର ତାତ୍ପର୍ଯ୍ୟ। ପିତାମାତାଙ୍କ ଠାରୁ ଏହି ଶରୀର ମିଳିଛି ଏବଂ ଏହାର ପାଳନ ପୋଷଣ ମଧ୍ୟ ସେମାନଙ୍କ ଦ୍ୱାରା ହୋଇଛି। ଗୁରୁଜନଙ୍କ ଠାରୁ ବିଦ୍ୟା ମିଳିଛି। ଦେବଗଣ ସମସ୍ତଙ୍କୁ କର୍ତ୍ତବ୍ୟ କର୍ମର ସାମଗ୍ରୀ ଦିଅନ୍ତି ଓ ଋଷିଗଣ ଜ୍ଞାନ ଦିଅନ୍ତି। ପିତୃପୁରୁଷ ମନୁଷ୍ୟଙ୍କୁ ସୁଖ ସୁବିଧାର ଉପାୟ ବତାଇ ଦିଅନ୍ତି। ପଶୁପକ୍ଷୀ ବୃକ୍ଷଲତା ଆଦି ଅନ୍ୟମାନଙ୍କ ସୁଖରେ ନିଜକୁ ସମର୍ପିତ କରିଦିଅନ୍ତି। ଯଦିଓ ପଶୁପକ୍ଷୀଙ୍କର ଜ୍ଞାନ ନଥାଏ ଯେ ଆମେ ପରୋପକାର କରୁଛୁ, ତଥାପି ସେମାନଙ୍କ ଦ୍ୱାରା ସ୍ୱତଃ ଅନ୍ୟର ଉପକାର ହୁଏ। ଏହିପରି ଆମ ପାଖରେ ଥିବା ବଳ, ଯୋଗ୍ୟତା, ପଦ, ଅଧିକାର, ଧନ, ସମ୍ପତ୍ତି ସବୁକିଛି ସାମଗ୍ରୀ ଆମକୁ ଅନ୍ୟମାନଙ୍କ ଠାରୁ ମିଳିଛି। ତେଣୁ ଏସବୁକୁ ଅନ୍ୟମାନଙ୍କର ସେବାରେ ବିନିଯୋଗ କରିବା ଉଚିତ। ଶରୀର, ଇନ୍ଦ୍ରିୟ, ମନ, ବୁଦ୍ଧି ଆଦି ସମସ୍ତ ପଦାର୍ଥ ଆମକୁ ସଂସାରରୁ ମିଳିଛି। ଏସବୁ ନିଜର ନୁହନ୍ତି କି କଦାପି ନିଜର ହେବେ ନାହିଁ ମଧ୍ୟ। ତେଣୁ ଏସବୁକୁ ନିଜର ଓ ନିଜ ପାଇଁ ଭାବି ଏମାନଙ୍କଠାରୁ ସୁଖ ଗ୍ରହଣ କରିବା ବନ୍ଧନ। ଯେଉଁମାନଙ୍କଠାରୁ ଆମକୁ ଏହି ପଦାର୍ଥ ମିଳିଛି, ଏସବୁକୁ ସେମାନଙ୍କର ବୋଲି ବିଚାର କରି ନିଷ୍କାମ ଭାବପୂର୍ବକ ସେମାନଙ୍କ ସେବାରେ ଲଗାଇ ଦେବା ହିଁ ଏହି ବନ୍ଧନରୁ ମୁକ୍ତ ହେବାର ସରଳ ଉପାୟ। ଏହା ଆମର ପରମ କର୍ତ୍ତବ୍ୟ। ପ୍ରାୟ ସାଧକଙ୍କର ଧାରଣା ଯେ ଯଦି ଆମେ ସଂସାରର ସେବା କରିବୁ, ସେଥିରେ ଆମର ଆସକ୍ତି ହୋଇଯିବ ଏବଂ ଆମେ ବାନ୍ଧି ହୋଇଯିବୁ। କିନ୍ତୁ ଭଗବାନଙ୍କ ବଚନରୁ ପ୍ରମାଣିତ ହେଉଛି ଯେ ନିଜ ପାଇଁ କିଛି ପାଇବାର ଭାବ ହିଁ ବନ୍ଧନର କାରଣ। ତେଣୁ ପାଇବାର ଆଶା ଛାଡ଼ି ଦେବଗଣଙ୍କ ପରି ଅନ୍ୟମାନଙ୍କୁ ସୁଖ ଦେବା ମନୁଷ୍ୟର ପରମ କର୍ତ୍ତବ୍ୟ। କର୍ମଯୋଗ ସିଦ୍ଧାନ୍ତରେ ପ୍ରାପ୍ତ ସାମଗ୍ରୀ, ସାମର୍ଥ୍ୟ, ସମୟ ଓ ବୁଦ୍ଧିର ସଦୁପଯୋଗ କରିବାର ବିଧାନ ଅଛି। ପ୍ରାପ୍ତ ସାମଗ୍ରୀଠାରୁ ଅଧିକ କାମନା କରିବା କର୍ମଯୋଗ ସିଦ୍ଧାନ୍ତର ବିରୁଦ୍ଧ। ଏଣୁ ପ୍ରାପ୍ତ ସାମଗ୍ରୀ ଇତ୍ୟାଦିକୁ ପରହିତରେ ବିନିଯୋଗ କରିବା ଉଚିତ। ଅଧିକ ସାମଗ୍ରୀର ଆବଶ୍ୟକତା ନାହିଁ। ଏହା ଯୁକ୍ତିସଙ୍ଗତ କଥା ଯେ ଏହାର ଯେତିକି ଶକ୍ତି ତାଠାରୁ ସେତିକି ଆଶା କରାଯାଏ। ତାହେଲେ ଭଗବାନ ଅଥବା ଦେବଗଣ ତାଠାରୁ ଅଧିକ ଆଶା କରିବେ କିପରି? ନିଜର କର୍ତ୍ତବ୍ୟ ପାଳନ ନ କରୁଥିବା ମନୁଷ୍ୟ ଅନ୍ୟମାନଙ୍କର ପ୍ରାପ୍ୟ ସାମଗ୍ରୀର ଭାଗ ସେମାନଙ୍କୁ ନ ଦେଇ ଏକୁଟିଆ ନିଜେ ଭୋଗ କରେ। ତେଣୁ ସେ ଚୋର ଅଟେ। ଯେଉଁ ମନୁଷ୍ୟ ଅନ୍ୟମାନଙ୍କୁ ସେମାନଙ୍କର ଭାଗ ନ ଦେଇ ଏକୁଟିଆ ଉପଭୋଗ କରେ ସେ ତ ଅବଶ୍ୟ ଚୋର। କିନ୍ତୁ ଯେଉଁ ମନୁଷ୍ୟ ଯେତିକି ଅଂଶରେ ନିଜର ସ୍ୱାର୍ଥ ସିଦ୍ଧ କରିବାକୁ ଚାହେଁ, ଅର୍ଥାତ୍ ସାମଗ୍ରୀକୁ ସେବାରେ ଲଗାଇ ପ୍ରତିବଦଳରେ ମାନ, ବଡ଼ାଇ ପ୍ରଭୃତି ଚାହେଁ, ସେ ମଧ୍ୟ ସେତିକି ଅଂଶରେ ଚୋର। ଏତାଦୃଶ ମନୁଷ୍ୟଙ୍କ ଅନ୍ତଃକରଣ କେବେ ଶୁଦ୍ଧ ଓ ଶାନ୍ତ ରହିପାରେ ନାହିଁ। ଯଜ୍ଞ ଦ୍ୱାରା ପୁଷ୍ଟ, ପୂଜିତ ଓ ସମ୍ବର୍ଦ୍ଧିତ ତ୍ରିଲୋକ ଦୃଷ୍ଟିରୁ ମନୁଷ୍ୟ ମଧ୍ୟ ଲୋକରେ ଥିବାରୁ ସେ ଊର୍ଦ୍ଧ୍ୱ, ମଧ୍ୟ ଓ ଅଧ ସମସ୍ତ ଲୋକର ପ୍ରାଣୀମାନଙ୍କୁ ପୁଷ୍ଟ କରିପାରିବ। ସମସ୍ତଙ୍କର ହିତ କରିବା ପାଇଁ ମନୁଷ୍ୟକୁ ମଧ୍ୟ ଲୋକରେ ରଖାଯାଇଛି। ଏଣୁ ମନୁଷ୍ୟ କଲ୍ୟାଣ ପ୍ରାପ୍ତିର ଅଧିକାରୀ। ନବମ ଶ୍ଲୋକରେ ଭଗବାନ ଯଜ୍ଞ ପାଇଁ ଅନୁଷ୍ଠିତ କର୍ମ ବନ୍ଧନକାରକ ନୁହେଁ କହି ଯଜ୍ଞ ନିମନ୍ତେ କର୍ମ କରିବାକୁ ଆଜ୍ଞା ଦେଲେ। ଏହି ଆଜ୍ଞାକୁ ବ୍ରହ୍ମାଙ୍କ ବଚନ ଦ୍ୱାରା ପୁଷ୍ଟ କରି ନବମ ଶ୍ଲୋକରେ କଥିତ ନିଜ ବଚନ ସହିତ ଏହାର ଏକତ୍ୱ ଦର୍ଶାଇବା ସଙ୍ଗେ ସଙ୍ଗେ ଏହି ଶ୍ଲୋକରେ ଯଜ୍ଞ କରିବା ଓ ନ କରିବାର ଫଳ ବିଷୟରେ ସ୍ପଷ୍ଟ ରୂପେ ଆଲୋଚନା କରୁଛନ୍ତି। यज्ञशिष्टासिनः सन्तो मुच्यन्ते सर्वकिल्बिषै भुञ्जते ते त्वघं पापाये पचन्त्य आत्मकारणात्। ଏହାର ଅର୍ଥ ଯଜ୍ଞାବଶେଷ ଅନୁଭବ କରୁଥିବା ଶ୍ରେଷ୍ଠ ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି
କିନ୍ତୁ ଯେଉଁମାନେ କେବଳ ନିଜ ପାଇଁ ପାକ କରନ୍ତି ଅର୍ଥାତ୍ ନିଜ ପାଇଁ ସବୁ କର୍ମ କରନ୍ତି, ସେହି ପାପୀ ଲୋକ କେବଳ ପାପ ଭକ୍ଷଣ କରନ୍ତି। ନିଷ୍କାମ ଭାବରେ ବିଧିବିଧାନ ପୂର୍ବକ କର୍ତ୍ତବ୍ୟ ପାଳନ କଲେ ଯୋଗ ବା ସମତା ଅବଶେଷ ରହେ। ସଂସାରରୁ ମିଳିଥିବା ସାମଗ୍ରୀ ଦ୍ୱାରା କର୍ମ ହୁଏ। ଏହା ହେଉଛି କର୍ମଯୋଗର ମୁଖ୍ୟ କଥା। ତେଣୁ ସଂସାର ସେବାରେ ଲଗାଇ ଦେବା ପରେ ସେହି କର୍ମ ଯଜ୍ଞ ହୋଇଯାଏ। ଯଜ୍ଞ ସମ୍ପନ୍ନ ହେବା ପରେ ବଳକା ଯୋଗ ନିଜ ପାଇଁ ଉଦ୍ଦିଷ୍ଟ ହୁଏ। ଏହି ଯୋଗ ଅର୍ଥାତ୍ ସମତା ହିଁ ଯଜ୍ଞାବଶେଷ, ଯାହାକୁ ଭଗବାନ ଚତୁର୍ଥ ଅଧ୍ୟାୟରେ ଅମୃତ ବୋଲି କହିଛନ୍ତି। ଯଜ୍ଞାବଶେଷ ଅନୁଭବ କଲେ ମନୁଷ୍ୟର କୌଣସି ପ୍ରକାର ବନ୍ଧନ ରହେ ନାହିଁ। ତାହାର ସମସ୍ତ କର୍ମ ଅର୍ଥାତ୍ ସଞ୍ଚିତ କର୍ମ, ପ୍ରାରବ୍ଧ ଓ କ୍ରିୟମାଣ କର୍ମ ବିଲୀନ ହୋଇଯାଏ। ସମସ୍ତ କର୍ମ ବିଲୀନ ହେଲେ ତାକୁ ସନାତନ ବ୍ରହ୍ମର ପ୍ରାପ୍ତି ହୁଏ। କାମନା ନ ରହିଲେ ସଞ୍ଚିତ କର୍ମ ବିଲୀନ ହୋଇଯାଏ। ଶରୀର ଥିବା ପର୍ଯ୍ୟନ୍ତ ପ୍ରାରବ୍ଧ ଅନୁସାରେ ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତି ଆସେ, କିନ୍ତୁ ସେଥିରେ ମନୁଷ୍ୟ ସୁଖୀ ଦୁଃଖୀ ହୁଏ ନାହିଁ, ଅର୍ଥାତ୍ ତା ଉପରେ ସେହି ପରିସ୍ଥିତିର କୌଣସି ପ୍ରଭାବ ପଡ଼େ ନାହିଁ। ଏହା ହେଉଛି ବିଲୀନ ହେବା। ଫଳ ଇଚ୍ଛା ନ ରହିଲେ କ୍ରିୟମାଣ କର୍ମ ଅକର୍ମ ହୋଇଯାଏ, ଅର୍ଥାତ୍ ଫଳଦାୟକ ହୁଏ ନାହିଁ। ଏହା ହେଉଛି କ୍ରିୟମାଣ କର୍ମର ବିଲୀନ ପ୍ରାରବ୍ଧ କର୍ମର ହେବା। ପାପକର୍ମ ବନ୍ଧନକାରକ ହେବା ତ ସ୍ୱାଭାବିକ, ଏପରିକି ସକାମ ଭାବଯୁକ୍ତ ପୁଣ୍ୟକର୍ମ ମଧ୍ୟ ବନ୍ଧନକାରକ। ଯଜ୍ଞାବଶେଷ ଅନୁଭବ କଲା ପରେ ଶୁଭୟ ପାପ ଓ ପୁଣ୍ୟ କର୍ମ ରହେ ନାହିଁ। ତାହେଲେ ବନ୍ଧନର ପ୍ରକୃତ କାରଣ କ'ଣ? ଏପରି ହେଉ ଓ ଏପରି ନ ହେଉ, ଏହି କାମନା ହିଁ ବନ୍ଧନର କାରଣ। ଏହି କାମନା ହିଁ ସମସ୍ତ ପାପର ମୂଳ। ଅତଏବ କାମନା ତ୍ୟାଗ କରିବା ନିହାତି ଆବଶ୍ୟକ। ବାସ୍ତବରେ କାମନାର କୌଣସି ସ୍ୱତନ୍ତ୍ର ସତ୍ତା ନାହିଁ। କାମନା ଅଭାବରୁ ଉତ୍ପନ୍ନ ହୁଏ, କିନ୍ତୁ ସ୍ୱୟଂରେ ଅର୍ଥାତ୍ ସତ୍ ସ୍ୱରୂପରେ କେବେ କୌଣସି ଅଭାବ ନାହିଁ କି ହୋଇପାରିବ ନାହିଁ। ଏଣୁ ସ୍ୱୟଂରେ କାମନା ନାହିଁ। କେବଳ ଭ୍ରମବଶତଃ ଶରୀର ଆଦି ଅସତ୍ ପଦାର୍ଥ ସଙ୍ଗେ ନିଜର ଏକତ୍ର ମାନି ନେଇ ମନୁଷ୍ୟ ସେଗୁଡ଼ିକର ଅଭାବକୁ ନିଜର ଅଭାବ ବୋଲି ଧରିନିଏ ଏବଂ ସେହି ଅଭାବର ପୂର୍ତ୍ତି ନିମନ୍ତେ ଅସତ୍ ପଦାର୍ଥର କାମନା କରେ। ସାଧକ ଏ କଥା ଆଡ଼କୁ ଦୃଷ୍ଟି ଦେବା ଉଚିତ ଯେ ଆଦି ଅନ୍ତଯୁକ୍ତ କ୍ରିୟାରୁ କେବଳ ଉତ୍ପତ୍ତି ବିନାଶଶୀଳ ବସ୍ତୁ ହିଁ ମିଳିବ। ଉତ୍ପତ୍ତି ବିନାଶଶୀଳ ପଦାର୍ଥରେ ମନୁଷ୍ୟର ଅଭାବ କଦାପି ପୂରଣ ହୋଇପାରିବ ନାହିଁ। ଏହି ପଦାର୍ଥ ଗୁଡ଼ିକ ଦ୍ୱାରା ଅଭାବ ପୂର୍ତ୍ତି ହେବାର ସମ୍ଭାବନା ନଥିବାରୁ ଏଗୁଡ଼ିକର କାମନା କରିବା ମଧ୍ୟ ଭୁଲ। ଠିକ୍ ଭାବେ ଏପରି ବିଚାର କଲେ କାମନା ନିବୃତ୍ତି ସହଜ ହୋଇପାରିବ। ନିଜର ତଥାକଥିତ ଶରୀର ଆଦି ପଦାର୍ଥକୁ କେବେ ବି ନିଜର ଓ ନିଜ ପାଇଁ ନ ଭାବି ଅନ୍ୟମାନଙ୍କ ସେବାରେ ଲଗାଇ ଦେଲେ ଏସବୁ ପଦାର୍ଥରୁ ସ୍ୱତଃ ସମ୍ବନ୍ଧ ଛିନ୍ନ ହୋଇଯାଏ। ଫଳରେ ଅବିଳମ୍ବ ନିଜ ସ୍ୱରୂପର ବୋଧ ହୁଏ। ଆଉ କୌଣସି ଅଭାବ ବାକି ରହେ ନାହିଁ। ଯାହା ମନରେ କୌଣସି ପ୍ରକାର ଅଭାବର ଧାରଣା ଅର୍ଥାତ୍ କାମନା ରହେ ନାହିଁ, ସେହି ମନୁଷ୍ୟ ଜୀବନ୍ମୁକ୍ତ ହୋଇଯାଏ। ମନୁଷ୍ୟଠାରେ ସ୍ୱାର୍ଥ ବୁଦ୍ଧି ଯେତେ ଅଧିକ ହୁଏ, ସେ ସେତେ ଅଧିକ ପାପୀ ହୋଇଯାଏ। ସ୍ୱାର୍ଥପର ବ୍ୟକ୍ତି ନିଜ ପାଇଁ ବା ଅନ୍ୟମାନଙ୍କ ପାଇଁ ରନ୍ଧନ କଲେ ମଧ୍ୟ ବସ୍ତୁତଃ ସେ ନିଜ ପାଇଁ ରନ୍ଧନ କରେ। ଅପରପକ୍ଷେ ନିଃସ୍ୱାର୍ଥପର ସାଧକ ନିଜର ତଥାକଥିତ ଶରୀର ପାଇଁ ବା ଅନ୍ୟମାନଙ୍କ ପାଇଁ ରନ୍ଧନ କଲେ ମଧ୍ୟ ବସ୍ତୁତଃ ସେ ଅନ୍ୟମାନଙ୍କ ପାଇଁ ହିଁ ରନ୍ଧନ କରେ। ସଂସାରରୁ ମିଳିଥିବା ସାମଗ୍ରୀ ଗୁଡ଼ିକୁ ସଂସାର ସେବାରେ ନ ଲଗାଇ ନିଜ ସୁଖ ଭୋଗରେ ଲଗାଇବା ଅର୍ଥ ନିଜ ପାଇଁ ରନ୍ଧନ କରିବା। ସଂସାରର କ୍ଷୁଦ୍ରାତି କ୍ଷୁଦ୍ର ଅଂଶ ଏହି ଶରୀରକୁ ନିଜର ଓ ନିଜ ପାଇଁ ମନେ କରିବା ମହାପାପ। କିନ୍ତୁ ଶରୀରକୁ ନିଜର ନ ଭାବି ଆବଶ୍ୟକତା ଅନୁସାରେ ଅନ୍ନ, ଜଳ, ବସ୍ତୁ ପ୍ରଭୃତି ଦେବା ଏବଂ ଏହାକୁ ଆଳସୀ, ପ୍ରମାଦୀ ଓ ଭୋଗୀ ହେବାକୁ ନ ଦେବା ହେଉଛି ଶରୀରର ସେବା। ଏହାଦ୍ୱାରା ଶରୀର ପ୍ରତି ମମତା ଓ ଆସକ୍ତି ରହେ ନାହିଁ। ମନୁଷ୍ୟକୁ ନିଜର କର୍ମଫଳ ଭୋଗିବାକୁ ପଡ଼େ, କିନ୍ତୁ ସେ କରିଥିବା କର୍ମର ପ୍ରଭାବ ସାରା ସଂସାର ଉପରେ ପଡ଼େ। ନିଜ ପାଇଁ କର୍ମ କରୁଥିବା ମନୁଷ୍ୟ କର୍ତ୍ତବ୍ୟଚ୍ୟୁତ ହୋଇଯାଏ ଏବଂ କର୍ତ୍ତବ୍ୟଚ୍ୟୁତ ହେଲେ ଦେଶରେ ଦୁର୍ଭିକ୍ଷ, ମହାମାରୀ, ମୃତ୍ୟୁ ଇତ୍ୟାଦି ମହାକଷ୍ଟ ଉପସ୍ଥିତ ହୁଏ। ସୁତରାଂ ମନୁଷ୍ୟ ନିଜ ପାଇଁ କିଛି ନ କରିବା, ନ ମାନିବା ଓ ନ ଚାହିଁବା ଉଚିତ। କର୍ମଫଳର ଆଶ୍ରୟ ନେବା ହିଁ ନିଜ ପାଇଁ ରନ୍ଧନର ଅନ୍ତର୍ଗତ। ସମ୍ପୂର୍ଣ୍ଣ ଅନାଶ୍ରିତ ହୋଇଗଲେ ମନୁଷ୍ୟ ନିଜ ପାଇଁ କିଛି କରେ ନାହିଁ, ଯାହାଦ୍ୱାରା ସେ ଯୋଗରେ ସ୍ଥିତ ହୋଇଯାଏ। ଏଥିରେ ଭଗବାନ ନିଜ ପାଇଁ କର୍ମ କରୁଥିବା ମନୁଷ୍ୟଙ୍କୁ ନିନ୍ଦା କରି କହିଛନ୍ତି ଯେ ନିଜ ପାଇଁ କର୍ମ କରି ସେ ଏତେ ପାପ ଠୁଳ କରେ ଯେ 84 ଲକ୍ଷ ଯୋନି ଓ ନର୍କ ଯନ୍ତ୍ରଣା ଭୋଗିଲା ପରେ ବି ତାହା ଶେଷ ହୁଏ ନାହିଁ, ବରଂ ସଞ୍ଚିତ ରୂପେ ବାକି ରହେ। ମନୁଷ୍ୟ ଯୋନି ଏପରି ଏକ ଅଦ୍ଭୁତ କୃଷିକ୍ଷେତ୍ର ଯେଉଁଥିରେ ପାପ ବା ପୁଣ୍ୟ ଯାହା ବି ବିହନ ବୁଣାଯାଏ ତାହା ଅନେକ ଜନ୍ମ ପର୍ଯ୍ୟନ୍ତ ଫଳ ଦିଏ। ପ୍ରକୃତରେ ମନୁଷ୍ୟ ଜନ୍ମ ସବୁ ଜନ୍ମର ଆଦି ଓ ଅନ୍ତ ଜନ୍ମ।
ଯଦି ମନୁଷ୍ୟ ପରମାତ୍ମା ପ୍ରାପ୍ତି କରିନିଏ ତେବେ ଏହା ତାହାର ଅନ୍ତିମ ଜନ୍ମ, ଆଉ ଯଦି ନ କରେ ତେବେ ଏହା ତାହାର ଅନନ୍ତ ଜନ୍ମର ଆଦି ଜନ୍ମ। ତେଣୁ ମନୁଷ୍ୟ ଅବିଳମ୍ବେ ଏହି ନିଶ୍ଚୟ କରିବା ଉଚିତ ଯେ ମୁଁ ଆଉ ପାପ କରିବି ନାହିଁ। ଏପରି ନିଶ୍ଚୟରେ ଅସାଧାରଣ ଶକ୍ତି ନିହିତ। ବାସ୍ତବ କଥା ହେଲା, ପରମାତ୍ମାଭିମୁଖୀ ହେବାର ଦୃଢ଼ ନିଶ୍ଚୟ ହୋଇଗଲେ ପାପ କର୍ମ ହେବା ସ୍ୱତଃ ବନ୍ଦ ହୋଇଯାଏ। ମନୁଷ୍ୟ ପାଖରେ ଶରୀର, ଯୋଗ୍ୟତା, ପଦ, ଅଧିକାର, ବିଦ୍ୟା, ବଳ ଆଦି ଯାହା କିଛି ଅଛି ସବୁ ତାକୁ ମିଳିଛି ଓ ଚାଲିଯିବ। ଏଣୁ ସେଗୁଡ଼ିକ ନିଜର ଓ ନିଜ ପାଇଁ ନୁହେଁ, ବରଂ ଅନ୍ୟମାନଙ୍କର ସେବା ପାଇଁ ଉଦ୍ଦିଷ୍ଟ। ଯେଉଁମାନେ ଅନ୍ୟମାନଙ୍କର ହିତ ପାଇଁ କାମନା କରନ୍ତି ସେମାନେ ପ୍ରକୃତ ମନୁଷ୍ୟ। ନିଜ ସୁଖ ପାଇଁ କର୍ମରତ ମନୁଷ୍ୟ କେବଳ ପାପ ଭକ୍ଷଣ କରେ, ଅର୍ଥାତ୍ ସର୍ବଦା ଦୁଃଖୀ ରହେ, ଏବଂ ଅନ୍ୟମାନଙ୍କ ହିତ ପାଇଁ କର୍ମରତ ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୋଇଯାଏ, ଅର୍ଥାତ୍ ସବୁଦିନ ପାଇଁ ସୁଖୀ ହୋଇଯାଏ। ଜ୍ଞାନୀ ଗୁଣୀ ମଣ୍ଡଳୀ ଓ ସଜ୍ଜନ ମଣ୍ଡଳୀ, ଆପଣମାନେ ଶୁଣୁଥିଲେ ଶ୍ରୀମଦ୍ ଭଗବଦ୍ ଗୀତାର 3ୟ ଅଧ୍ୟାୟ ଶ୍ଲୋକ 12 ଓ 13ର ସବିଶେଷ ବାକ୍ୟ। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ସେହି ପରମାତ୍ମାଙ୍କ ଶ୍ରୀଚରଣରେ ସମସ୍ତଙ୍କ ମଙ୍ଗଳ କାମନା କରି ରହୁଛି। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ।